ଅନୁଭବ ମହାନ୍ତି ଫିଲ୍ମ ଦୁନିଆକୁ ଆସିବା ସମୟରେ କିଛି ଏଇଭଳି ଦେଖାଉଥିଲେ। ବର୍ତ୍ତମାନ ସେ ଏଇଭଳି କିଛି ଦେଖାଉଛନ୍ତି। ତାଙ୍କୁ ବର୍ତ୍ତମାନ 42 ବର୍ଷ ହୋଇଛି। ଶ୍ରୀତମ ଦାସ ଫିଲ୍ମ ଦୁନିଆକୁ ଆସିବା ସମୟରେ କିଛି ଏଇଭଳି ଭାବେ ଦେଖାଉଥିଲେ। ବର୍ତ୍ତମାନ ସେ କିଛି ଏଭଳି ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ 55 ବର୍ଷ ହୋଇଛି। ଅଭିନେତା ଅରିନ୍ଦମ ଫିଲ୍ମ ଦୁନିଆକୁ ଆସିବା ସମୟରେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଭଳି ଦେଖାଉଛନ୍ତି। ବର୍ତ୍ତମାନ ଅରିନ୍ଦମକୁ 40 ବର୍ଷ ହୋଇଛି। ଅଭିନେତା ସବ୍ୟସାଚୀ ମିଶ୍ର ଆଲବମ୍ ଏବଂ ଫିଲ୍ମ ଦୁନିଆକୁ ଆସିବା ସମୟରେ ଏମିତି କିଛି ଦେଖାଉଥିଲେ ଏବଂ ବର୍ତ୍ତମାନ ସେ କିଛି ଏମିତି ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ 38 ବର୍ଷ ହୋଇଛି। ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଫିଲ୍ମ ଦୁନିଆକୁ ଆସିବା ସମୟରେ ଏମିତି କିଛି ଦେଖାଉଥିଲେ। ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ 34 ବର୍ଷ ହୋଇଛି। ଅଭିନେତ୍ରୀ ରିୟା ଦେ ଫିଲ୍ମ ଦୁନିଆକୁ ଆସିବା ସମୟରେ କିଛି ଏଇଭଳି ଦେଖାଉଥିଲେ ଏବଂ ବର୍ତ୍ତମାନ କିଛି ଏଇଭଳି ଭାବେ ଦେଖାଉଛନ୍ତି। ଅଭିନେତ୍ରୀ ପ୍ରିୟା ଚୌଧୁରୀ ଫିଲ୍ମ ଦୁନିଆକୁ ଆସିବା ସମୟରେ କିଛି ଏଭଳି ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଭଳି ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ 33 ବର୍ଷ ହୋଇଛି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଫିଲ୍ମ ଦୁନିଆକୁ ଆସିବା ସମୟରେ ସେ କିଛି ଏଭଳି ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ 39 ବର୍ଷ ହୋଇଛି। ଅଭିନେତା ବୁଦ୍ଧାର୍ଥ ମହାନ୍ତି ଫିଲ୍ମ ଦୁନିଆକୁ ଆସିବା ସମୟରେ ଏବଂ ହିନ୍ଦୀ ସିରିଏଲ୍ କରୁଥିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 42 ବର୍ଷ ହୋଇଛି। ଅଭିନେତା ବାବୁସାନ ମହାନ୍ତି ଫିଲ୍ମ ଦୁନିଆକୁ ଆସିବା ସମୟରେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ 35 ବର୍ଷ ହୋଇଛି। ଅଭିନେତା ସିଦ୍ଧାର୍ଥ ମହାପାତ୍ର ଫିଲ୍ମ ଦୁନିଆକୁ ଆସିବା ସମୟରେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ 58 ବର୍ଷ ହୋଇଛି। ଅଭିନେତ୍ରୀ ରଚନା ବାନାର୍ଜୀ ଫିଲ୍ମ ଦୁନିଆକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ 54 ବର୍ଷ ହୋଇଛି। ଅଭିନେତ୍ରୀ ଅନୁ ଚୌଧୁରୀ ଫିଲ୍ମ ଦୁନିଆକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 49 ବର୍ଷ ହୋଇଛି। ଅଭିନେତ୍ରୀ ଉଷାସି ମିଶ୍ର ଫିଲ୍ମ ଦୁନିଆକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ 53 ବର୍ଷ ହୋଇଛି। ଅଭିନେତ୍ରୀ ମାମା ମିଶ୍ର ଫିଲ୍ମ ଦୁନିଆକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ 52 ବର୍ଷ ହୋଇଛି। ଅଭିନେତ୍ରୀ ଜ୍ୟୋତି ମିଶ୍ର ଫିଲ୍ମ ଦୁନିଆକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କୁ 53 ବର୍ଷ ହୋଇଛି। ଅଭିନେତା ଉତ୍ତମ ମହାନ୍ତି ଫିଲ୍ମ ଦୁନିଆକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ତାଙ୍କ ବୟସ 66 ବର୍ଷ ଅଛି। ଅଭିନେତ୍ରୀ ଅପରାଜିତା ମହାନ୍ତି ଫିଲ୍ମ ଦୁନିଆକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ତାଙ୍କ ବୟସ 60 ବର୍ଷ ହୋଇଛି। ଅଭିନେତ୍ରୀ ମହେଶ୍ଵର ରାୟ ଫିଲ୍ମ ଦୁନିଆକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 67 ବର୍ଷ ହୋଇଛି। ଅଭିନେତ୍ରୀ ଚନ୍ଦ୍ରା ରାୟ ଫିଲ୍ମ ଦୁନିଆକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 64 ବର୍ଷ ହୋଇଛି। ଅଭିନେତ୍ରୀ ଜୟା ସାମୀ ଫିଲ୍ମ ଦୁନିଆକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 62 ବର୍ଷ ହୋଇଛି। ଅଭିନେତା ପ୍ରଶାନ୍ତ ନନ୍ଦ ଫିଲ୍ମ ଦୁନିଆକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 77 ବର୍ଷ ହୋଇଛି। ଅଭିନେତା ଶ୍ରୀରାମ ପଣ୍ଡା ଫିଲ୍ମ ଦୁନିଆକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 72 ବର୍ଷ ହୋଇଛି। ଅଭିନେତ୍ରୀ ତ୍ରିପୁରା ମିଶ୍ର ଫିଲ୍ମ ଦୁନିଆକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ତାଙ୍କ ବୟସ 69 ବର୍ଷ ହୋଇଛି। ଅଭିନେତ୍ରୀ ବନଜା ମହାନ୍ତି ଫିଲ୍ମ ଦୁନିଆକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ତାଙ୍କ ବୟସ 69 ବର୍ଷ ହୋଇଛି। ଅଭିନେତା ସୁରଜ କୁମାର ଫିଲ୍ମ ଦୁନିଆକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 69 ବର୍ଷ ହୋଇଛି। ଅଭିନେତା ଅନୁପ ଶାହା ଫିଲ୍ମ ଦୁନିଆକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 69 ବର୍ଷ ହୋଇଛି। ଅଭିନେତ୍ରୀ ବୈଶାଳୀ ଫିଲ୍ମ ଦୁନିଆକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 60 ବର୍ଷ ହୋଇଛି। ଅଭିନେତା ପୃଥ୍ୱୀରାଜ ଫିଲ୍ମ ଦୁନିଆକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 65 ବର୍ଷ ହୋଇଛି। ଅଭିନେତ୍ରୀ ସ୍ମିତା ମହାନ୍ତି ଫିଲ୍ମ ଦୁନିଆକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 53 ବର୍ଷ ହୋଇଛି। ଅଭିନେତ୍ରୀ ଆମେଲି ପଣ୍ଡା ଆଲବମ୍ ଦୁନିଆକୁ ଆସିବା ସମୟରେ ସେ କିଛି ଏଇଭଳି ଭାବେ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ କିଛି ଏଇଭଳି ଭାବେ ଦେଖାଉଛନ୍ତି। ବର୍ତ୍ତମାନ ତାଙ୍କ ବୟସ 42 ବର୍ଷ ହୋଇଛି। ଅଭିନେତ୍ରୀ ନୈନା ଦାସ
फिल्म दुनिया आसिया समय से किसी यही देखा बर्तमान से किसी यही देखा बर्तमान बयस 44 वर्ष होती अभिनेता मुन्ना खान फिल्म दुनिया आसिया समय से किसी यही देखा कि बर्तमान से किसी यही देखा बर्तमान बयस 58 वर्ष होती अभिनेत्री दीपा साहू फिल्म दुनिया को आसिया समय से किसी एम देखा कि बर्तमान से किसी यही देखा बर्तमान बयस 63 वर्ष अभिनेत्री प्रियंका महापात्र फिल्म दुनिया को आसिया समय से किसी एम देखा कि बर्तमान से यही देखा बर्तमान बयस 58 वर्ष अभिनेता सुरेश मिश्र फिल्म दुनिया को आसिया समय से किसी एम देखा कि बर्तमान से संपूर्ण भिन्न देखा बर्तमान बयस 68 वर्ष चलचित्र तपरे मुख्य अभिनेत्री किरण प्रभा फिल्म दुनिया को आसिया समय से किसी एम देखा कि बर्तमान से किसी एभली देखा बर्तमान बयस 62 वर्ष अभिनेता सात्विक मिश्र फिल्म दुनिया को आसिया समय से किसी एभली देखा कि बर्तमान से किसी एभली देखा अभिनेता पप्पू पम्पम किसी वर्ष पूर्व से किभली देखा बर्तमान संपूर्ण बदल अभिनेता बॉबी मिश्र आल्बम दुनिया को आसिया समय से किसी एभली देखा कि बर्तमान से किसी एभली देखा अभिनेता जयराम सामल फिल्म दुनिया को आसिया समय से किसी एभली देखा बर्तमान से संपूर्ण बदल बर्तमान 71 वर्ष हम अभिनेता प्रद्युम्न लेखा फिल्म दुनिया को आसिया समय से किसी एभली देखा बर्तमान संपूर्ण बदल अभिनेत्री नम्र दास फिल्म दुनिया को आसिया समय से किसी एभली देखा बर्तमान से किसी एभली देखा किंतु अभिनेता सुरेश बल पूर्व से किभली देखा बर्तमान से किभली देखा अभिनेता मिहिर दास तो दुनिया नहाती बर्तमान किंतु से फिल्म दुनिया को आसिया समय से किसी एभली देखा मृत्यु समय से किसी एभली होते दर्शक बंधु एवं मो बाकी कलाकार मान विषय में यही भिड देखा जो मैंने बर्तमान दुनिया नहांती किंतु फिल्म दुनिया को आसिया समय से किसी भिन्न देखा मृत्यु किसी वर्ष पूर्व से संपूर्ण बदल जहाँ ए भिडियो आप देखिपारे दर्शक बंधु मृत्युवरण कर समस्त कलाकार गोटे भिड कर सारी जो थे मुझे यही कलाकार मान मृत्यु किभली क्यों कारण होता एवं के बयस होता से भिडियो जब आप देखुना मो चैनल अच्छी और डिस्क्रिप्शन तार लिंक दीजिए आप देखिपारे आ दर्शक बंधु भिडियो जब आपको भल लगुता है ताले वीडियो को लाइक करेंगे चैनल को सब्सक्राइब करदे और वीडियो को शेयर करदे अभिनेता सौरभ तेजारी फिल्म दुनिया को आसिया समय से किसी एभली देखा कि से मृत्यु समय एभली होते अभिनेत्री झरना दास फिल्म दुनिया को आसिया समय से किसी एभली देखा मृत्यु समय किसी एभली होते अभिनेत्री पार्वती घोष फिल्म दुनिया को आसिया समय से किसी एभली देखा मृत्यु समय से किसी एभली होते अभिनेता अक्षय महांती काश्यप फिल्म दुनिया को आसिया समय से किसी एभली देखा मृत्यु समय किसी एभली होते अभिनेत्री मीनत मिश्र फिल्म दुनिया को आसिया समय से किसी एभली देखा मृत्यु समय किसी एभली होते फिल्म दुनिया को आसिया समय से किसी एभली देखा मृत्यु समय से किसी एभली होते अभिनेता सामुएल साहू फिल्म दुनिया को आसिया समय से किसी एभली देखा मृत्यु समय से किसी एभली होते अभिनेता स्वरूप नायक फिल्म दुनिया को आसिया समय से किसी एभली देखा मृत्यु समय से किसी एभली होते अभिनेत्री साधना पर्जा फिल्म दुनिया को आसिया समय से किसी एभली देखा मृत्यु समय से किसी एभली होते अभिनेत्री अनिता दास फिल्म दुनिया को आसिया समय से किसी एभली देखा मृत्यु समय से किसी एभली होते अभिनेत्री भानुमती देवी फिल्म दुनिया को आसिया समय से किसी एभली देखा मृत्यु समय किसी एभली होते अभिनेत्री मणिमाला देवी फिल्म दुनिया को आसिया समय से किसी एम देखा कि मृत्यु समय से किसी संपूर्ण बदल अभिनेता हेमंत दास फिल्म दुनिया को आसिया समय से किसी एभली देखा मृत्यु समय से किसी एभली होते अभिनेता नौरी फिल्म दुनिया को आसिया समय से किसी एभली देखा मृत्यु समय से किसी एभली होते